ମକର ରାଶି ପାଇଁ 2025 ମସିହାର ବାର୍ଷିକ ରାଶିଫଳ ଜାଣିବା। 2025 ମସିହାରେ ମକର ରାଶି ଜାତ ବ୍ୟକ୍ତି ସ୍ୱାସ୍ଥ୍ୟ, ଶିକ୍ଷା, କର୍ମ, ଚାକିରି ବା ବାଣିଜ୍ୟ, ପ୍ରେମ, ପରିଣୟ ଏବଂ ଘର ଓ ପରିବାର ସମ୍ପର୍କରେ କ'ଣ ସବୁ ଫଳ ପାଇବାକୁ ଯାଉଛନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ। 2025 ମସିହା ଆରମ୍ଭ ହେବାକୁ ଯାଉଥିବା ଅବସରରେ ତପନ ଆଷ୍ଟ୍ରୋଲୋଜି ତାର ଦର୍ଶକ ବନ୍ଧୁମାନଙ୍କୁ 2025 ମସିହାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଅଛି। 2025 ମସିହା ବର୍ଷର ଆରମ୍ଭରୁ ମକର ରାଶିର ପଞ୍ଚମ ସ୍ଥାନରେ ବୃହସ୍ପତି ମହାଗ୍ରହଙ୍କର ଅବସ୍ଥାନ ମକର ରାଶି ପାଇଁ ଧନଲାଭର ପ୍ରକୃତ ସମୟ ହେବ। ଆପଣଙ୍କ ନିଷ୍ଠା ଏବଂ କରିଥିବା କଠିନ ପରିଶ୍ରମ ଆପଣଙ୍କ କ୍ୟାରିୟରରେ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ। ପଦୋନ୍ନତି ମିଳିବ। କର୍ମସ୍ଥଳୀରେ ଆପଣଙ୍କୁ ମାନ୍ୟତା ମିଳିବା ସହିତ ଆପଣଙ୍କ ଉଦ୍ୟମଶୀଳତା ଆପଣଙ୍କୁ ସମସ୍ତଙ୍କର ପ୍ରଶଂସା ଭାଜନ କରାଇବ। ବାଣିଜ୍ୟ ବେପାର କରୁଥିଲେ ବ୍ୟବସାୟ କ୍ଷେତ୍ରରୁ ପ୍ରଚୁର ଧନ ଆଗମନ ହେବା ସଙ୍ଗେ ସଙ୍ଗେ ବାଣିଜ୍ୟିକ ଅଭିବୃଦ୍ଧି ଘଟିବ। ନୂତନ ବେପାର ସହିତ ଭାଗିଦାରୀ ବାଣିଜ୍ୟ କରିବା ପାଇଁ ମନ ବଳାଇବେ। ପ୍ରେମ ଓ ପରିଣୟ ପାଇଁ ସମୟଟି ବହୁତ ଅନୁକୂଳ। ଲଭ୍ ଲାଇଫରେ ଥିବା ପୁଅ ଝିଅ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ମନ ବଳାଇବେ ତଥା ଉଭୟ ପକ୍ଷର ମୁରବୀମାନଙ୍କ ସ୍ୱୀକୃତିରେ ବିବାହ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ଅଛି। ଅବିବାହିତମାନଙ୍କ ପାଇଁ ସୁନ୍ଦର ବିବାହ ପ୍ରସ୍ତାବ ଆସି ସ୍ଥିରୀକୃତ ହେବ ଏବଂ ବିବାହ ହୋଇଯିବାର ମଧ୍ୟ ବହୁତ ସମ୍ଭାବନା ରହୁଅଛି। ଘର ଓ ପରିବାର ଭିତରେ ପାରିବାରିକ ଶୃଙ୍ଖଳା ଠିକ୍ଠାକ୍ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ। ସନ୍ତାନ ସମ୍ଭବା ପୁତ୍ର ସନ୍ତାନ ଜନ୍ମ ଦେବାର ଆଶା ଅଧିକା। ତା ସହିତ ଆପଣ ନିଜର ସନ୍ତାନମାନଙ୍କ କୃତିତ୍ୱରେ ଗୌରବାନ୍ୱିତ ହେବେ। ସପରିବାର ତୀର୍ଥାଟନ ଓ ଦୂରସ୍ଥାନ ପରିଭ୍ରମଣରେ ବାହାରିବେ। 2025 ମସିହାରେ ଦ୍ୱାଦଶ ରାଶିଚକ୍ରରେ ଭ୍ରମଣ କରୁଥିବା 9ଟି ଯାକ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏଇଟା ହିଁ 2025 ମସିହାର ବଡ଼ ବୈଶିଷ୍ଟ୍ୟ। 2025 ମସିହା ମାର୍ଚ୍ଚ ମାସ 29 ତାରିଖରେ ଶନି ମହାଗ୍ରହ କୁମ୍ଭ ରାଶିରୁ ମୀନ ରାଶିରେ ପ୍ରବେଶ କଲେ ଦୀର୍ଘ 7.5 ବର୍ଷ ଧରି ଆପଣଙ୍କ ମକର ରାଶି ପାଇଁ ଯେଉଁ ଶନି 7.5 ବା ଶନି ସପ୍ତାହ ଚାଲୁଥିଲା ତାର ଅନ୍ତ ଘଟିବ। 7.5 ବର୍ଷ ଧରି ଆପଣ ଭୋଗ କରୁଥିବା ଶାରୀରିକ, ମାନସିକ, ଆର୍ଥିକ, ପାରିବାରିକ ତଥା କର୍ମକ୍ଷେତ୍ରରେ ଯେଉଁ ସବୁ ପୀଡ଼ା ଆପଣ ଭୋଗ କରି ଆସୁଥିଲେ ତାହା ଶେଷ ହୋଇ ଜୀବନରେ ଏକ ଶୁଭ ଓ ସକାରାତ୍ମକ ସମୟର ଆରମ୍ଭ ହେବ। ଆପଣଙ୍କ ଶରୀର ନିରୋଗ ରହିବ, ଏନର୍ଜେଟିକ୍ ରହିବେ, ମନ ମଧ୍ୟରେ ସ୍ୱତଃସ୍ଫୂର୍ତ୍ତ ସତେଜତା ଜାଗ୍ରତ ହେବ, ସେଲ୍ଫ କନଫିଡେନ୍ସ ବା ଆତ୍ମବିଶ୍ୱାସ ବଢ଼ିବ। ଅର୍ଥ ଆଗମନ ହେତୁ ଅତୀତରେ ହୋଇଥିବା ବ୍ୟୟ ବା କ୍ଷତି ଭରଣା ହୋଇ ସଞ୍ଚୟ ବୃଦ୍ଧି ପାଇବ। ନିଜ ସାମର୍ଥ୍ୟରେ ଜାଗା ବାଡ଼ି କିଣିବେ ବା ଘର ନିର୍ମାଣ କରିବେ। ନୂତନ ଯାନବାହନ ସୌଖ୍ୟ ମିଳିବ। ଚାକିରି ବୃତ୍ତିରେ ନିଷ୍ଠା ରହିବା ସଙ୍ଗେ ସଙ୍ଗେ ପ୍ରମୋସନ୍ ଓ ସ୍ଥାନାନ୍ତରର ସୁଯୋଗ ଆସିବ। ପ୍ରେମ ସମ୍ପର୍କ ଦୃଢ଼ୀଭୂତ ହେବ ଏବଂ ଆପଣ ଶତ୍ରୁହନ୍ତା ହେବେ। ଏହା ସହିତ ମୀନ ରାଶି ସ୍ଥିତ ଶନି ଆପଣଙ୍କୁ ଦାର୍ଶନିକତା ପ୍ରଦାନ କରିପାରେ। ଆଧ୍ୟାତ୍ମିକ ଜଗତ ପ୍ରତି ଆଗ୍ରହ ବଢ଼ିବ। ଆତ୍ମଜ୍ଞାନ ବା ଅନ୍ତର୍ଜ୍ଞାନର ଚିନ୍ତା ମନକୁ ସର୍ବଦା ଆଚ୍ଛନ୍ନ କରି ରଖିପାରେ। 2025 ମସିହା ମେ ମାସ 18 ତାରିଖ ପରେ ରାହୁ ମହାଗ୍ରହ ମକର ରାଶିର ଦ୍ୱିତୀୟ ସ୍ଥାନ ବାଧକ ସ୍ଥାନ ବା ଧନସ୍ଥାନ କୁମ୍ଭ ରାଶିକୁ ଆସିଲେ ଏବଂ କେତୁ ମହାଗ୍ରହ କନ୍ୟା ରାଶିରୁ ସିଂହ ରାଶିକୁ ଅଷ୍ଟମ ସ୍ଥାନରେ ପ୍ରବେଶ କଲେ। ରାହୁ ମହାଗ୍ରହ ଧନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ପାରିବାରିକ ବିଶୃଙ୍ଖଳା ଦେବାର ବହୁତ ସମ୍ଭାବନା। ଆପଣଙ୍କ କଥାର ଓଜନ ତଳ ଉପରେ ହେବ। ପାଟିରୁ ବାହାରୁଥିବା ଭାଷା ଶୁଣି ସାଧାରଣ ଲୋକେ ବିସ୍ମିତ ହେବେ। ଦ୍ୱିତୀୟ ସ୍ଥାନରେ ଥିବା ରାହୁ ଧୂମପାନ ବା ମଦ୍ୟପାନ କରାଇପାରେ, ତେଣୁ ସାବଧାନ। ରାହୁ ଦ୍ୱିତୀୟ ମାରକ ସ୍ଥାନ ଓ ଶନି ତୃତୀୟ ସ୍ଥାନରେ 2025 ମେ ମାସ 18 ତାରିଖ ପରଠାରୁ ଅବସ୍ଥାନ କରୁଥିବା ଯୋଗୁଁ ଯଦି ଦଶା ଅନ୍ତର୍ଦଶା ବା ପ୍ରତି ଅନ୍ତର୍ଦଶାରେ
ସମ୍ପର୍କିତ ହୁଅନ୍ତି ତେବେ ମାରକ ବା ଘାତକ ସିଦ୍ଧ ହୋଇପାରନ୍ତି। ତେଣୁ ଉପଯୁକ୍ତ ଜ୍ୟୋତିଷଙ୍କ ପାଖରୁ ରାହୁ ଓ ଶନିଙ୍କର ପ୍ରତିକାର କରାଇ ନେବେ। ଜାତକର ଅଷ୍ଟମ ସ୍ଥାନ ମଧ୍ୟ ନିଧନ ସ୍ଥାନ ହେବା ସହିତ ଏକ ରହସ୍ୟର ସ୍ଥାନ। ଗ୍ରହ ଜଗତରେ ଦ୍ୱିତୀୟ ଆଧ୍ୟାତ୍ମିକ ଗ୍ରହ କେତୁ ଆପଣଙ୍କ ରାଶିର ଅଷ୍ଟମ ସ୍ଥାନରେ ମେ ମାସ 18 ତାରିଖ ଠାରୁ ଅବସ୍ଥାନ କରିବା ଆପଣଙ୍କୁ ରହସ୍ୟମୟ ବିଦ୍ୟା ପ୍ରତି ଆକୃଷ୍ଟ କରିପାରେ। ମୃତ୍ୟୁ ବିଷୟକ ଅହେତୁକ ଚିନ୍ତାରେ ଗ୍ରସିତ ହେବେ। କେତୁ କୁଜବତ୍ ଫଳ ଅର୍ଥ କେତୁ ମହାଗ୍ରହ ମଙ୍ଗଳଙ୍କ ଭଳି ଫଳ ପ୍ରଦାନ କରୁଥିବାରୁ ଆପଣ ମାଟି ତଳେ ପୋତା ଯାଇଥିବା ଗୁପ୍ତଧନ ପ୍ରାପ୍ତ ହେବାର ମଧ୍ୟ ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାର୍ଚ୍ଚ 29 ତାରିଖ ପରଠାରୁ ମେ ମାସ 18 ତାରିଖ ପର୍ଯ୍ୟନ୍ତ ମକର ରାଶି ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ ହେବ, କାରଣ ଏହି ସମୟରେ ଶନି ଓ ରାହୁ ଏକତ୍ର ମୀନ ରାଶିରେ ରହିବେ। ଏହି ସମୟଟି ମକର ରାଶି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। କିନ୍ତୁ ଗଲା ମୋଟାମୋଟି ଭାବରେ ମକର ରାଶି ପାଇଁ 2025 ମସିହାର ବାର୍ଷିକ ରାଶିଫଳ। କିନ୍ତୁ ମକର ରାଶି ବ୍ୟକ୍ତି ବିଶେଷ 2025 ମସିହାର କେଉଁ ସମୟରେ କ'ଣ ଘଟିବ ତାହା ସଠିକ୍ ଭାବେ ଜାଣିବା ପାଇଁ ଜାତକରେ ଭୋଗ ହେଉଥିବା ନାକ୍ଷତ୍ରିକ ଦଶାର ମଧ୍ୟ ତର୍ଜମା କରିବା ଆବଶ୍ୟକ। କାରଣ ମକର ରାଶିରେ 3 ଗୋଟି ନକ୍ଷତ୍ର ଉତ୍ତରାଷାଢ଼, ଶ୍ରବଣ ଏବଂ ଧନିଷ୍ଠା ନକ୍ଷତ୍ର ଭୋଗ ହୋଇଥାଏ ଏବଂ ମକର ରାଶି ଜାତ ବ୍ୟକ୍ତି ରବି, ଚନ୍ଦ୍ର ଓ ମଙ୍ଗଳ ମହାଗ୍ରହଙ୍କ ମହାଦଶାରେ ଜନ୍ମଗ୍ରହଣ କରିଥାନ୍ତି। ତେଣୁ 2025 ବର୍ଷର କେଉଁ ସମୟରେ ମକର ରାଶି ଜାତ ବ୍ୟକ୍ତି କ'ଣ ସବୁ ଫଳ ପାଇବାକୁ ଯାଉଛନ୍ତି ବା ପାଇବେ ତାର ସଠିକତା ଜାଣିବା ପାଇଁ ଆପଣ ଜଣେ ଭଲ ଆଷ୍ଟ୍ରୋଲୋଜର ବା ଜ୍ୟୋତିଷଙ୍କ ଦ୍ୱାରା ଜାତକ ପରୀକ୍ଷା କରାଇ ନେବା ଉଚିତ ହେବ। ଏହାଛଡ଼ା 2025 ମସିହାରେ ମକର ରାଶି ଜାତ ବ୍ୟକ୍ତି ମକର ରାଶିର ଅଧିପତି ଶନିଦେବଙ୍କର ଶରଣାପନ୍ନ ହୁଅନ୍ତୁ। ନିଜ କଥା ଓ କାର୍ଯ୍ୟରେ ତାଳମେଳ ରଖନ୍ତୁ। ପରୋପକାରରେ ବ୍ରତୀ ହେବା ସଙ୍ଗେ ସଙ୍ଗେ ମହାବୀର ହନୁମାନଙ୍କ ଦର୍ଶନ ଓ ହନୁମାନ ଚାଳିଶା ପଠନ ମକର ରାଶି ଜାତ ବ୍ୟକ୍ତି ବିଶେଷଙ୍କୁ ବିଶେଷ ଶୁଭଫଳ ପ୍ରଦାନ କରିବ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀକୁ ଆସି ଶ୍ରୀମନ୍ଦିରରେ ବିରାଜିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହେବା ସଙ୍ଗେ ସଙ୍ଗେ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ନମସ୍କାର। ତପନ।